ନାଇଁ ନାଇଁ କିଛି ସତ୍ୟତା ସେ ମୋର ନଥିଲା। ହଠାତ୍ ହଠାତ୍ ପୁରା ମଦ ପିଇଥିଲେ, ଅଳିଆ ପକେଇଥିଲେ ରାସ୍ତାରେ, ଅଳିଆ ରାସ୍ତାରେ ପକେଇଲା ମୁଁ ବିରୋଧ କରିବା ମତେ ବାଡ଼ିଛି। 11:15 ସମୟ ରାତି। 11 ମାନେ ରାତି 12ଟା 1 ଯାଏଁ ଖୋଲୁଛନ୍ତି। ମୋ ନାଁ ବସନ୍ତ ଦାସ, ଓନର ସ୍ୱର୍ଣ୍ଣ ମେଡିସିନ ଷ୍ଟୋର ଓନର। ମୁଁ ଘରକୁ ଯିବା ସମୟରେ ଓଡିଆନ୍ ହୋଟେଲ ପିଲା ସେଠି ଅଳିଆ ପକେଇଥିଲା। ମୁଁ ସେ ଅଳିଆ କହିଲି ଏଠି କାହିଁ ଅଳିଆ ପକେଇଛ, ଅଳିଆ ପକେଇବା କହିବା ଯୋଗୁଁ ମତେ ହଠାତ୍ ତାଙ୍କ ଭିତରେ ପିଲା ଟୁକୁନା ବୋଲି ହଠାତ୍ ଦୌଡ଼ି ପଳେଇ ଆସିଲା। ମତେ ଅଭଦ୍ର ଭାଷା ଗାଳି ଗୁଲଜ କରି ବାଡେଇ ତଳେ ପକେଇଦେଲା। ମୁଁ ତଳେ ପଡିଛି, ଉଠି ପାରିଲିନି ମଧ୍ୟ। ଆଉ ମୋ ହାତ ଗୋଡ ଅଣ୍ଟା ଏସବୁ ବହୁତ ଜୋରରେ ମାଡ ହେଇଛି ଏବଂ ଗୋଟେ ପଥର ଧରିଲା ମତେ ବାଡେଇ ମାରିଦେବି ବୋଲି, ମୁଁ ତ ଜୀବନରୁ ମାରିଦେବି ବୋଲି ଅଭାଷା ଶୋଧି ବହୁତ ମତେ ବାଡିଆ ବାଡି କରିଛି। ଜାମା ବସ୍ତା ମଧ୍ୟ ଚିରି ଦେଇଛି। ନାଇଁ ନାଇଁ କିଛି ସତ୍ୟତା ସେ ମୋର ନଥିଲା। ହଠାତ୍ ପୁରା ମଦ ପିଇଥିଲେ, ଅଳିଆ ପକେଇଥିଲେ ରାସ୍ତାରେ, ଅଳିଆ ରାସ୍ତାରେ ପକେଇଲା ମୁଁ ବିରୋଧ କରିବା ମତେ ବାଡ଼ିଛି। 11:15 ସମୟ ରାତି। 11 ମାନେ ରାତି 12ଟା 1 ଯାଏଁ ଖୋଲୁଛନ୍ତି। ନାଇଁ ମୁଁ ପୋଲିସରେ ଏଫଆଇଆର ଦେଇ ସାରିଛି। ପୋଲିସ ଏଫଆଇଆର ଦେଇଛି, ପୋଲିସ ଯାହା ଅଭିଯୋଗ ଦେଇଛି, ପୋଲିସ ଯାହା କାର୍ଯ୍ୟାନୁଷ୍ଠାନ ନିଶ୍ଚୟ କରିବେ। ଆଉ ମଦ ପିଇକିରି, ମଦ ନିଶା ଥିଲା, ପ୍ରଚୁର ମଦ ପିଇଥିଲା। କାଲି ଜଣେ ହୋଟେଲ ଭୋଜି ଭାତ କରିଥିଲେ, ମଦ ପିଇଥିଲେ। ମୁଁ ସେଇପଟେ ପାସ୍ କରିବା ସମୟରେ ଯେତେବେଳେ କହିଲେ ଅଳିଆ କାହିଁ ପକେଇଛ, ସେତିକି ତ ମତେ ବାଡ଼ି ଦେଇଗଲା। ଆଉ ତଳେ ପକେଇକିରି ମୁଁ ତଳେ ପଡ଼ିଛି, ଉଠି ପାରୁନି। ଆଉ ମୋର ସାମାନ୍ୟ ଖଣ୍ଡିଆ ଟିକେ ଦି ହାତରେ ହେଇଛି, ଗୋଡ ଟିକେ ମାଡ଼ ହେଇଛି, ଅଣ୍ଟା ଟିକେ ମାଡ଼ ହେଇଛି। ହଁ ଏଫଆଇଆର ଦେଇକି ଏବେ ଆସି ସାଙ୍ଗେ ଥାନା ବାଲା କହିଲେ ଆମେ ସାଙ୍ଗେ ସାଙ୍ଗେ ତାକୁ ଅଭିଯୋଗ ରଖିଛୁ, ତାଙ୍କୁ ଡକେଇବୁ, ଡକେଇକି ଇଏ କରିବୁ।